ଜାତୀୟ ରାଜପଥ ଉପରେ ଅଚାନକ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଏକ ଟାୟାର ବୁଝେଇ କଣ୍ଟେନର। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ନିଆଁ ଆୟତ୍ତ କରିବାକୁ ସେମାନେ ନାକେଦମ ହୋଇଥିଲେ। କାହିଁକି ନା କଣ୍ଟେନର ଭିତରେ ଥିବା ଟାୟାର ଗୁଡ଼ିକ ଦହନଶୀଳ ହୋଇଥିବାରୁ ନିଆଁର ଭୟାବହତା ଅଧିକ ରହିଥିଲା। ତେଣୁ ଦୀର୍ଘ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଟାୟାର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା 18 ନମ୍ବର ଜାତୀୟ ରାଜପଥର ବେତନଟି ଉପକଣ୍ଠ ତୁଳସୀ ଚଉରା ଢାବା ନିକଟରେ ଘଟିଛି ଏହିପରି ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଅଞ୍ଚଳର ଇଚ୍ଛାପୁରରୁ ଗୋଟିଏ କଣ୍ଟେନର ଟାୟାର ବୁଝେଇ କରି ବିହାର ରାଜ୍ୟର ପାଟନାକୁ ଯାଉଥିଲା। ତେବେ ବେତନଟି ଉପକଣ୍ଠ 18 ନମ୍ବର ଜାତୀୟ ରାଜପଥର ତୁଳସୀ ଚଉରା ଢାବା ନିକଟରେ ଗାଡ଼ିଟି ଅଟକିଥିବା ବେଳେ ହଠାତ୍ ସେଥିରେ ଘଟିଥିଲା ଅଗ୍ନିକାଣ୍ଡ। କଣ୍ଟେନର ଭିତରୁ ନିଆଁ ବାହାରୁଥିବାର ଦେଖି ଗାଡ଼ିର ଡ୍ରାଇଭର ଆଖପାଖ ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ଏହାପରେ ସ୍ଥାନୀୟ ଦୋକାନୀମାନେ ବେତନଟି ଅଗ୍ନିଶମ ବାହିନୀକୁ ଖବର ଦେବାରୁ କର୍ମଚାରୀମାନେ ପାଣି ଗାଡ଼ି ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଆୟତ୍ତ କରିବା ସମ୍ଭବ ନଥିଲା। ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ କଣ୍ଟେନର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଟାୟାର ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ସେପଟେ ନିଆଁ ଲାଗିଥିବା କଣ୍ଟେନର ଉପର ଦେଇ ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ତାର ଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ 2 ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ବିଦ୍ୟୁତ୍ ସରବରାହ। ଆଉ ଅଗ୍ନିକାଣ୍ଡ ସମୟରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ବେତନଟି ପୁଲିସ ପହଞ୍ଚି କିପରି କଣ୍ଟେନରରେ ନିଆଁ ଲାଗିଲା ତାହାର ତଦନ୍ତ କରୁଥିବା ବେଳେ ହୁଏତ ଅତ୍ୟଧିକ ଗରମ ଯୋଗୁଁ ସର୍ଟ ସର୍କିଟ ହୋଇ କଣ୍ଟେନରରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।